गुड मॉर्निंग फ्रेंड। टार्गेट एएसओ आउ गोटे सेसन को आपण मानू स्वागत। आजिर सेसन रे गोटे डाउटफुल गोटे कन्फ्यूजिंग चैप्टर विषय रे आज आमे आलोचना करिबा, जहाँ अधिकांश स्टूडेंट मानक मनरे कन्फ्यूज क्रिएट करिथाए ओ सही चैप्टरटी हैला इंग्लिश ग्रामर रो प्रिपोजिशन। तो प्रिपोजिशन बाबद रे आज आमे आलोचना करिबा ओ ଏହି ପ୍ରିପୋଜିସନ୍ ଚେପ୍ଟରର କନଫ୍ୟୁଜନକୁ ଦୂର କରିବାକୁ ଆଜି ଚେଷ୍ଟା କରିବା। ତ ସର୍ବପ୍ରଥମ କନଫ୍ୟୁଜିଂ ୱାର୍ଡ଼ଟି ହେଲା ବିସାଇଡ୍ ଓ ବିସାଇଡ୍ସ। ଏହି ଦୁଇଟି ପ୍ରିପୋଜିସନ୍ ଅଟେ। ତ ଏହି ଦୁଇଟି ୱାର୍ଡ଼ ସିମିଲାର ଦେଖାଯାଉଥିଲେ ହେଁ ତାହାର ମିନିଂ ଅଲଗା ଅଲଗା ରହିଥାଏ। ଓ ବିସାଇଡ୍ ଓ ବିସାଇଡ୍ସ କେଉଁ ଜାଗାରେ ବ୍ୟବହୃତ ହୋଇଥାଏ ତାହା ଜାଣିବା ପୂର୍ବରୁ ଆମେ ତାର ମିନିଂ ଜାଣିବାକୁ ବା ତାର ଅର୍ଥ ଜାଣିବାକୁ ହେବ। ତ ସ୍ପେଲିଂ BESIDE ବିସାଇଡ୍ର ଅର୍ଥ ହେଉଛି ପାଖରେ ଓ BESIDES ବିସାଇଡ୍ସର ଅର୍ଥ ହେଉଛି ବ୍ୟତୀତ ବା ତାକୁ ଛାଡ଼ିକି। ଏଠାରେ କେବଳ ଶେଷରେ ଏସ୍ ଅକ୍ଷର ଅଧିକା ଲେଖାଯାଇଥାଏ। ତ ପାଖରେ ବିସାଇଡ୍କୁ ନେଇ ଯଦି ଆମେ କିଛି ଏକ୍ଜାମ୍ପଲ୍ ନେବା ତ ତାହା ହେବ କମ୍ ଆଣ୍ଡ ସିଟ୍ ବିସାଇଡ୍ ମି। ତ ମୁଁ ଯଦି କହିଲି ଜଣକୁ ଡାକିଲି କମ୍ ଆଣ୍ଡ ସିଟ୍ ବିସାଇଡ୍ ମି, ତ ତା'ର ଅର୍ଥ ହେବ ଆସ ଓ ମୋ ପାଖରେ ବସିଯାଅ। ତାପରେ ଯଦି ମୁଁ କହିଲି ରାମ ଇଜ୍ ସିଟିଂ ବିସାଇଡ୍ ହିଜ୍ ଫାଦର, ବିସାଇଡ୍ ହିଜ୍ ଫାଦରର ମିନିଂ ହେଉଛି ରାମ ତା ବାପା ପାଖରେ ବସିଛି। ତ ଏହି ଦୁଇ ଏକ୍ଜାମ୍ପଲ୍ରୁ ଆପଣ ସ୍ପଷ୍ଟ ହେଉଥିବେ କି ବିସାଇଡ୍ BESIDE ବିସାଇଡ୍ର ୟୁଜ୍ କେଉଁ ଜାଗାରେ ହେଉଛି। ତାପରେ ଆମେ ଦେଖିବା ବିସାଇଡ୍ସର ୟୁଜ୍ କେଉଁ ଜାଗାରେ ହୁଏ। ତାହାର ଅର୍ଥ ହେଲା ବ୍ୟତୀତ ବା ତାକୁ ଛାଡ଼ିକି। ଯଦି ମୁଁ ଗୋଟିଏ ଏକ୍ଜାମ୍ପଲ୍ ନେଲି କି ବିସାଇଡ୍ସ ଅଲ୍ ହିଜ୍ ରିଲେଟିଭ୍ସ ହି ଇନଭାଇଟ୍ସ ଅଲ୍ ହିଜ୍ ଫ୍ରେଣ୍ଡ, ତା ରିଲେଟିଭ୍ସ ବା ସମ୍ପର୍କୀୟ ମାନଙ୍କ ବ୍ୟତୀତ ସେ ତାର ସମସ୍ତ ସାଙ୍ଗମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି। ଏହାର ଆଉ ଗୋଟିଏ ମିନିଂ ଏହା ମଧ୍ୟ ହେବ କି ସେ ତା ସମ୍ପର୍କୀୟ ମାନଙ୍କୁ ଆମନ୍ତ୍ରଣ ବା ନିମନ୍ତ୍ରଣ କରିବା ସହିତ ତା ସାଙ୍ଗମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି। ସେକେଣ୍ଡ ଏକ୍ଜାମ୍ପଲ୍ ହେଲା ହି ହ୍ୟାଜ୍ ନୋ ଫ୍ରେଣ୍ଡ ବିସାଇଡ୍ସ ମି, ମୋ ବ୍ୟତୀତ ତାର ଆଉ କୌଣସି ସାଙ୍ଗ ନାହାନ୍ତି। ହି ସ୍ପିକ୍ସ ଟୁ ଲାଙ୍ଗୁଏଜେସ୍ ବିସାଇଡ୍ସ ଇଂଲିଶ, ସେ ଇଂରାଜୀକୁ ଛାଡ଼ି ବା ଇଂରାଜୀ ବ୍ୟତୀତ ଆଉ ଦୁଇଟି ଭାଷା କହିପାରେ। ତ ଏହି ଏକ୍ଜାମ୍ପଲ୍ ମାନଙ୍କରୁ ଆପଣମାନଙ୍କୁ ସ୍ପଷ୍ଟ ଧାରଣା ହୋଇଥିବ କି ବିସାଇଡ୍ ଓ ବିସାଇଡ୍ସ କେଉଁ ଜାଗାରେ ୟୁଜ୍ ହେଉଛି। ତ ଏହି ରିଲେଟେଡ୍ କିଛି କ୍ୱେଶ୍ଚନ୍ କରିବା, ଯାହାଫଳରେ ଏହି କନସେପ୍ଟ ମୂଳରୁ ବୁଝିପାରିବେ। ସେ କ୍ୱେଶ୍ଚନ୍ ମାନେ ହେଲା ଡ୍ୟାସ୍ ଟିଚିଂ ଇଂଲିଶ ହି ରାଇଟ୍ସ ନୋଭେଲ୍। ଯଦି ଆମେ ଏଥି ପୂର୍ବରୁ ବିସାଇଡ୍ ୟୁଜ୍ କରିବା ବିସାଇଡ୍ସ ଟିଚିଂ ଇଂଲିଶ ରାଇଟ୍ସ ନୋଭେଲ୍, ତ ଅର୍ଥ ଆମେ ଯଦି ଏହି ସେଣ୍ଟେନ୍ସର ଅର୍ଥ ବୁଝିବାକୁ ଚେଷ୍ଟା କରିବା, ସେଣ୍ଟେନ୍ସ କହିଛି କି ସେ ଇଂଲିଶ ପଢ଼ାଇବା ସହ ସେ ନୋଭେଲ୍ ମଧ୍ୟ ଲେଖିଥାଏ। ତ ଏଠାରେ ଯଦି ଆମେ ବିସାଇଡ୍ସ ୟୁଜ୍ କରିବା ତ ତାହାର ଅର୍ଥ ହେବ BESIDES ବିସାଇଡ୍ସ ୟୁଜ୍ କରିବା ତ ତାର ଅର୍ଥ ହେବ ବିସାଇଡ୍ସ ଟିଚିଂ ଇଂଲିଶ ହି ରାଇଟ୍ ନୋଭେଲ୍ସ। ତ ଇଂରାଜୀ ପଢ଼ାଇବା ବ୍ୟତୀତ ସେ ନୋଭେଲ୍ ମଧ୍ୟ ଲେଖିଥାଏ। ତ ଏଠାରେ ଅପସନ୍ ବି ବିସାଇଡ୍ସ ହେବ ଏହାର କରେକ୍ଟ ଆନ୍ସର୍। ସେକେଣ୍ଡ କ୍ୟାନ୍ ଆଇ ସିଟ୍ ଡ୍ୟାସ୍ ୟୁ, ଏଠାରେ ପାଖରେ ବସିବାର କଥା କୁହାଯାଇଛି। ମୁଁ ତୁମ ପାଖରେ ବସିପାରିବି କି? ଓ କେଉଁ ବିସାଇଡ୍ର ଅର୍ଥ ବସିବା ହୋଇଥାଏ? BESIDE ଫାର୍ଷ୍ଟ ଅପସନ୍ର ଅର୍ଥ ହୋଇଥାଏ ବସିବା। ତ ଏଠାରେ ହେବ କ୍ୟାନ୍ ଆଇ ସିଟ୍ ବିସାଇଡ୍ ୟୁ। ଦ ଷ୍ଟୋର୍ ଦ୍ୟାଟ୍ ସେଲ୍ ମେନି ଥିଙ୍ଗ ଡ୍ୟାସ୍ ଫର୍ନିଚର, ଦ୍ୟାଟ୍ ଷ୍ଟୋର୍ ସେଲ୍ ମେନି ଥିଙ୍ଗ ଡ୍ୟାସ୍ ଫର୍ନିଚର। ତ
तो फर्निचर व्यतीत ସେହି ଦୋକାନରେ ଆଉ ବହୁତ ଜିନିଷ ବିକ୍ରି ହୁଏ। ତ ଏଠାରେ ମଧ୍ୟ ବ୍ୟତୀତର ଭାବ ଆସିଲା। ତ ବ୍ୟତୀତର ଭାବ ଯେତେବେଳେ ଆସିଥାଏ ତ କେଉଁ ବିସାଇଡ୍ ୟୁଜ୍ ହୋଇଥାଏ? ବିସାଇଡ୍ସ ୟୁଜ୍ ହୋଇଥାଏ। ତ ଏଠାରେ ଅପସନ୍ ବି ହେବ କରେକ୍ଟ ଆନ୍ସର୍। ଦ୍ୟାଟ୍ ଷ୍ଟୋର୍ ସେଲ୍ ମେନି ଥିଙ୍ଗ ବିସାଇଡ୍ସ ଫର୍ନିଚର। फोर्थ वन रे एव्री चाइल्ड वांट टू स्लीप डैश इट्स मदर। प्रथमे सेंटेंस को बुझंतु तापरे कौन बिसाइड लागिबो तापरे निर्णय करंतु। तो कहा जाइछि कि एव्री चाइल्ड प्रत्येक शिशु ता माँ पाखरे सोइबाकू पसंद करे। तो माँ पाखरे जेतेबेले होई जाए तो क्यों बिसाइड लागिबो? BESID बिसाइड यूज हेबो। तो यहाँ थिला केते क्वेश्चन जहाँ फल आपण को बिसाइड और बिसाइड्स मध्य पार्थक्य और क्योंथिरे यूज हेबो ताहा आपण भल भाव बुझी पारिथिबे। तो प्रथमे सेंटेंस को भल भाव पढ़ंतु। सेंटेंस जदि लागिला कि पाखरे यूज हेउछि तो सेते बेले यूज हेबो बिसाइड और व्यतीत किंबा ताकू छाड़ी कि सेंस रे यूज हुए तो से जगह रे यूज हेबो बिसाइड्स। नेक्स्ट कन्फ्यूजिंग प्रिपोजिशन हैला फॉर ओ सिंस। तो यही दुईटी प्रिपोजिशन समय बा टाइम परिप्रेक्षी रे व्यवहृत होइथाय। तो कार्यावली जेतेबेले गोटे कार्य करुथिबार समय व्यवधान देइथाय तो से समय रे फॉर यूज होइथाय। उदाहरण स्वरूप मु जदि कहिली कि मु 7 घंटा हैला काम करुछि कि मु जदि कहिली मु 3 मास हैला पढ़ुछि तो एठारे मु कोन कहूछि मु केते समय हैला कार्य करुछि मु से विषय रे कहूछि। तो जेते बेले एही समय ड्यूरेशन बाबद रे कथा देई थाए तो ता पूर्वरु सर्वदा फॉर रो यूज होई थाए। जे जदि मु कहिली आई हैव बीन प्लेइंग फॉर 10 आवर वी हैव बीन प्लेइंग फॉर 10 आवर आमे 10 घंटा हैला खेलुछु। तो 10 घंटा जो देइछि ताहा गोटे समय व्यवधान देइछि कि आमे जो कार्यटा करुछु सेई कार्य केते समय हैला चालुछि ताहा एठारे देइछि। तो जेते बेले कोनोसी सेंटेंस रे समयर व्यवधान देई थाए तो सेही समयर व्यवधान पूर्वरु सर्वदा फॉर रो यूज होई थाए। तो हेति पई 10 आवर आगरु सेते बेले फॉर रो यूज हैला। ठीक सही परी जदि मु कहे आई हैव बीन रीडिंग फॉर 2 आवर मु 2 घंटा हैला पढ़ुची तो 2 घंटा गोटे समयर व्यवधान होई थाए सेथि पई ता पूर्वरु लागिला फॉर। किंतु सिंस रो यूज टिके अलगा होई थाए। सिंस सही जगह रे यूज होई थाए जेउ जगह रे कार्य आरंभ करिवार समय दिया जाई थाए। जदि मु कहिली वी हैड प्लेड सिंस 10 o'clock मु आमे 10 बजेरु से खेलिबा आरंभ करिछु। 10 बजे आमे खेलिबा आरंभ करिछु। तो 10 बजेटा आमर कार्य आरंभ करिवार समय। देखंतु एटारे टाइम ड्यूरेशन देई नै एटारे खाली गोटे समय देइछि कार्य आरंभर समय देइछि सेथि पई कार्य आरंभर समय पूर्वरु सिंस रो यूज होई थाए। वी हैड प्लेड सिंस 10 o'clock। तापरे जदि मु कहिली माय मदर इज सफरिंग फ्रॉम फीवर सिंस मंडे मंडे रु मो माँ ज्वर रे पीड़ित अछंती। तो एठारे ज्वर रे पीड़ित हेबा समय आरंभ हेबार समय हेउछि मंडे। तो मंडे आगरो लागिबो सिंस। किंतु जदि आम समय व्यवधान देई थाए ता पूर्वरु फॉर यूज होई थाए और जदि कार्य आरंभर समय आमको देई थाए तो ता पूर्वरु सिंस यूज होई थाए। आसंतु किछि क्वेश्चन करिबा जहा फल रे कांसेप्ट आहुरी क्लियर हेबो।
तो मु कहली कि ही हैड बीन वर्किंग इन दिस कंपनी डैश 90s केते शीघ्र यही क्वेश्चन को करें आपण मैंने निजे देखु तो आमको देला 90s देला 90s हेउछि गोटे कार्य आरंभर समय से 1990 रु से कंपनी रे कार्य आरंभ करुछि तो आपण को किछि देखा पड़ोनी 90s देला तो ता पूर्व आपण लगे देबे सिंस सेकेंड देला सी हैड कुक्ड डैश 2 आवर गोटे समयर व्यवधान को बसे 2 घंटा है से रांधुची तो 2 घंटा गोटे समयर व्यवधान को बुझा जाउची कि कार्य केते समय रु चालुची तो जेते बेले गोटे टाइम ड्यूरेशन बा समयर व्यवधान देई थाए तो ता पूर्व सर्वदा यूज होई थाए फॉर तो एथिरे लागिबो सी हैड कुक्ड फॉर 2 आवर तापरे थर्ड क्वेश्चन गोटे ट्रिकी क्वेश्चन आपण माने करबा को चेष्टा करिवे हरिहर हैज बीन डूइंग हिज फादर बिजनेस डैश हिज चाइल्डहुड हरिहर तार बापार बिजनेस को तार चाइल्डहुड बा बाल्यकाल से करी आसुची तो एठारे कार्य आरंभ करिवार समय आमको देइछि कि से बाल्यकाल से बिजनेस को करी आसुची आमको यह कही ना कि से 30 वर्ष है कि 40 वर्ष है से कार्य को करुछि आमको यह कही कि से चाइल्डहुड बा ताल बाल्यकाल से कार्य को करी आसुची सेथिपाई जेहेतु यह कार्य आरंभर समय आमको देइछि सेथिपाई एथिरे यूज हेबो सिंस हरिहर हैज बीन डूइंग हिज फादर बिजनेस सिंस हिज चाइल्डहुड आई होप फॉर ओ सिंस को नहीं जो कन्फ्यूजन थिला ताहा दूर होइथिबो नेक्स्ट आमे पढ़िबा रूल फाइनेंशियल ट्रांजैक्शन रूल्स तो आपण माने जेते बेले बैंक को जाइथिबे बैंक रे विभिन्न प्रकार ट्रांजैक्शन आपण करुथिबे गोटे हैला कैश ट्रांजैक्शन चेक ट्रांजैक्शन किंबा एटीएम किंबा आम मोबाइल ऐप द्वारा ट्रांजैक्शन आपण करुथिबे तो एठारे डिफरेंट ट्रांजैक्शन पाई डिफरेंट प्रिपोजिशन रो यूज होई थाए जदि आपण नगद बा कैश रे ट्रांजैक्शन करूछंती तो कैश पूर्वरु सर्वदा इन प्रिपोजिशन रो यूज होई थाए जेपरि मु कहली काइंडली पे इन कैश तो कैश पूर्वरु सर्वदा फिक्स्ड प्रिपोजिशन इन रो व्यवहार करा जाई थाए आपण माने जेते बेले बैंक को जिबे तो सेते बेले यहा देखिबा को भी आपण पाइथिबे कि सेठारे काइंडली पे इन कैश लेखा होइतबो किंतु जदि कैश बदला मोबाइल ऐप चेक डेबिट क्रेडिट कार्ड रे आपण किछि ट्रांजैक्शन करूछंती तो ता बदल रे सेठारे यूज हुए बाय काहे कि ना एमाने डायरेक्ट ट्रांजैक्शन न होई गोटे ट्रांजैक्शन रो माध्यम अटंती सेथिपाई चेक पूर्वरु मोबाइल ऐप पूर्वरु डेबिट क्रेडिट कार्ड पूर्वरु सर्वदा बाय रो यूज करा जाई थाए जेपरि मु कहिली काइंडली पे बाय चेक देखंतु चेक पूर्वरु बाय रो यूज हला काइंडली पे बाय डेबिट कार्ड और काइंडली पे बाय यूपीआई तो यही क्वेश्चन आपण को OSSTT रो एग्जाम रे आसी सारी तो यह गोटे बहुत इम्पोर्टेंट रूल्स तो यही रिलेटेड किसी आम क्वेश्चन करवा जहाँ फल आपणकर कॉन्सेप्ट आहुरी क्लियर हो जिवो द कैश काउंट मशीन ऑफ द बैंक इज नॉट वर्किंग काइंडली पे डैश चेक तो बैंक रे जो कैश काउंट मशीन थाए ताहा काम करू नाही तो बैंक कहूँ कि आमको काइंडली पे चेक डैश चेक तो चेक देइछि और आम पढ़ी कि चेक पूर्वर यूज होई थाए बाय तो एठारे होई जिवो काइंडली पे बाय चेक कस्टमर ऑफ द शॉप एडवाइस टू पे डैश कैश कैश देइछि तो कैश पूर्वर यूज होई थाए इन तो एठारे हेबो दिस शॉप एडवाइस टू पे इन कैश तो चेक पूर्वर बाय और कैश पूर्वर इन व्यवहृत होई थाए नेक्स्ट हैला क्वारेल क्वारेल रो अर्थ हेउछि झगड़ा करिबा तो झगड़ा आमे दुईटी क्षेत्र रे करिथाउ झगड़ा करिथाउ आमे कोनोसी पर्सन बा कोनोसी व्यक्ति विशेष सहित और झगड़ा चली थाए कोनोसी विषय बा कोनोसी मैटर को नहीं
ଓ ଉଭୟ ଥିରେ ପ୍ରିପୋଜିସନ୍ ଅଲଗା ଅଲଗା ପ୍ରିପୋଜିସନ୍ ୟୁଜ୍ ହୋଇଥାଏ କ୍ୱାରେଲ୍ଡ ପରେ। ଯେପରି ମୁଁ କହିଲି ରମେଶ କ୍ୱାରେଲ୍ଡ ଡ୍ୟାସ୍ ହିଜ୍ ୱାଇଫ୍, ତ ଏଠାରେ ରମେଶ ତା ୱାଇଫ୍ ବା ତା ସ୍ତ୍ରୀ ସହିତ ଝଗଡ଼ା କରୁଛି। ତ ତା ସ୍ତ୍ରୀ ଗୋଟିଏ ବ୍ୟକ୍ତିବିଶେଷ ବା ଗୋଟିଏ ପର୍ସନ୍କୁ ବୁଝାଯାଉଛି। ତ ଯେତେବେଳେ ଗୋଟିଏ ପର୍ସନ୍ ଅନ୍ୟ ଏକ ପର୍ସନ୍ ସହିତ ଝଗଡ଼ା ଲାଗିଥାଏ ତ ସେତେବେଳେ ଆମେ କ୍ୱାରେଲ୍ଡ ପରେ ୱିଥ୍ର ବ୍ୟବହାର କରିଥାଉ। ତ ଏଠା ସେଣ୍ଟେନ୍ସ ପୁରା ସେଣ୍ଟେନ୍ସଟି ହେବ ରମେଶ କ୍ୱାରେଲ୍ଡ ୱିଥ୍ ହିଜ୍ ୱାଇଫ୍। ସେକେଣ୍ଡ ଥିଙ୍ଗ ହେଲା ଯେତେବେଳେ ଆମେ କୌଣସି ମ୍ୟାଟର ବା କୌଣସି ବିଷୟକୁ ନେଇ ଝଗଡ଼ା କରିଥାଉ ତ ତା ପୂର୍ବରୁ ୱିଥ୍ ବ୍ୟବହାର ନ ହୋଇ ଓଭର ବ୍ୟବହାର ହୋଇଥାଏ। ଯେପରି କୁହାଗଲା ବୋଥ୍ ରମେଶ ଆଣ୍ଡ ହିଜ୍ ୱାଇଫ୍ କ୍ୱାରେଲ୍ଡ ଡ୍ୟାସ୍ ଦେୟାର ସନ୍ ଆଡ଼ମିସନ୍। ଏଠାରେ ରମେଶ ଓ ତାର ୱାଇଫ୍ କୌଣସି ଏକ ବିଷୟକୁ ନେଇ ଝଗଡ଼ା ଲାଗୁଛନ୍ତି ଓ ସେ ବିଷୟଟି ହେଲା ଦେୟାର ସନ୍ ଆଡ଼ମିସନ୍। ତାର ସନ୍ର ତାଙ୍କ ପୁଅର ଆଡ଼ମିସନ୍କୁ ନେଇ ସେମାନେ ଝଗଡ଼ା ଲାଗୁଛନ୍ତି। ତ ତାଙ୍କର ପୁଅର ଯେଉଁ ଆଡ଼ମିସନ୍ ଅଟେ ତାହା ଗୋଟିଏ ବିଷୟ ବା ତାହା ଗୋଟିଏ ମ୍ୟାଟର ଅଟେ, ତାହା ଗୋଟିଏ ବ୍ୟକ୍ତି ବିଶେଷକୁ ବୁଝାଯାଉ ନାହିଁ। ତ ଯେଉଁ ସମୟରେ ଗୋଟିଏ ମ୍ୟାଟରକୁ ନେଇ ଦୁଇ ଜଣ ଝଗଡ଼ା ଲାଗିଥାନ୍ତି ତ ତା ପୂର୍ବରୁ ସର୍ବଦା ଓଭରର ବ୍ୟବହାର କରାଯାଇଥାଏ। ତ ପୁରା ସେଣ୍ଟେନ୍ସଟି ହେବ ବୋଥ୍ ରମେଶ ଆଣ୍ଡ ହିଜ୍ ୱାଇଫ୍ କ୍ୱାରେଲ୍ଡ ଓଭର ଦେୟାର ସନ୍ ଆଡ଼ମିସନ୍। ତ ଥାର୍ଡ଼ କ୍ୱେଶ୍ଚନ୍ ଆମେ କରିବା। ଥାର୍ଡ଼ କ୍ୱେଶ୍ଚନ୍ରେ ଏହି ଦୁଇଟି ଆମ ୱିଥ୍ ଓ ଓଭର ଦୁହିଁର ୟୁଜ୍ ହେବ। କରିବାକୁ ଚେଷ୍ଟା କରନ୍ତୁ। ଲାଷ୍ଟ ନାଇଟ୍ ଆଇ କ୍ୱାରେଲ୍ଡ ଡ୍ୟାସ୍ ମାଇ ଅଙ୍କଲ୍ ୱିଥ୍ ଅର୍ ଓଭର ଡ୍ୟାସ୍ ମାଇ ବିଜନେସ୍। ତ ପ୍ରଥମ କ୍ୱେଶ୍ଚନ୍ରେ କୁହାଯାଇଛି କି ଲାଷ୍ଟ ନାଇଟ୍ରେ ମୁଁ ମୋ ଅଙ୍କଲ୍ ସହିତ ଝଗଡ଼ା ଲାଗିଲି। ତ ମାଇ ଅଙ୍କଲ୍ ହେଇଯିବେ ଗୋଟିଏ ବ୍ୟକ୍ତିବିଶେଷ ବା ଗୋଟିଏ ପର୍ସନ୍, ସେଥିପାଇଁ ତାଙ୍କ ପୂର୍ବରୁ ଲାଗିବ କ୍ୱାରେଲ୍ଡ ପରେ ଲାଗିବ ୱିଥ୍। ଲାଷ୍ଟ ନାଇଟ୍ ଆଇ କ୍ୱାରେଲ୍ଡ ୱିଥ୍ ମାଇ ଅଙ୍କଲ୍ ଓ ତ କେଉଁ ପରିପ୍ରେକ୍ଷୀରେ ଆମେ ଝଗଡ଼ା ଲାଗିଲୁ? ମୋ ବିଜନେସ୍କୁ ନେଇ, ମୋ କାରୋବାରକୁ ନେଇ ଆମେ ଝଗଡ଼ା ଲାଗିଲୁ। ତ ମୋ କାରୋବାର ହେଇଯିବ, ମୋ ବିଜନେସ୍ ହୋଇଯିବ ଏଠାରେ ଏକ ବିଷୟ, ଗୋଟିଏ ମ୍ୟାଟର। ତ ସେଥିପାଇଁ ବିଷୟ ପୂର୍ବରୁ କ'ଣ ଲାଗିଥାଏ? ବିଷୟ ପୂର୍ବରୁ ଲାଗିଥାଏ ଓଭର। ଓଭର ମାଏ ବିଜନେସ୍। ପୁରା ସେଣ୍ଟେନ୍ସ ହେଲେ ହେବ ଲାଷ୍ଟ ନାଇଟ୍ ଆଇ କ୍ୱାରେଲ୍ଡ ୱିଥ୍ ମାଏ ଅଙ୍କଲ୍ ଓଭର ମାଏ ବିଜନେସ୍। ନେକ୍ସଟ ପଢ଼ିବା ଏଙ୍ଗ୍ରି। ଏଙ୍ଗ୍ରିର ଅର୍ଥ ହେଉଛି, ଆମ ଓଡ଼ିଆ ଅର୍ଥ ହେଉଛି ରାଗିବା। ତ ଆମେ ଦୁଇଟି ପରିପ୍ରେକ୍ଷୀରେ ରାଗିଥାଉ। ଗୋଟିଏ ରାଗିଥାଉ ଜଣଙ୍କ ଉପରେ ଆଉ ଗୋଟିଏ ରାଗିଥାଉ ଜଣଙ୍କ କଥା ଉପରେ। ତ ଯଦି ମୁଁ କହିଲି ସି ଇଜ୍ ଏଙ୍ଗ୍ରି ଡ୍ୟାସ୍ ମି ଆଉ ମୋ ଅପସନ୍ ଦେଲି ୱିଥ୍ ଓ ଏଟ୍, ଏଠାରେ ମୁଁ ଜଣଙ୍କ ଉପରେ ରାଗିବାର କଥା କୁହାଯାଉଛି। ସେ ମୋ ଉପରେ ରାଗିଛି। ତ ଏଠାରେ ଯେତେବେଳେ ଗୋଟିଏ ବ୍ୟକ୍ତିବିଶେଷ ଉପରେ ଆମେ ରାଗିଥାଉ ତ ସର୍ବଦା ସେଠାରେ ୟୁଜ୍ ହୋଇଥାଏ ୱିଥ୍। ସି ଇଜ୍ ଏଙ୍ଗ୍ରି ୱିଥ୍ ମି, ଏହା ହେବ ତାର ସେଣ୍ଟେନ୍ସ। କିନ୍ତୁ ଯଦି ମୁଁ ସେଣ୍ଟେନ୍ସକୁ ଟିକେ ଅଲଗା କରି ଲେଖିଲି କି ଆଇ ଏମ୍ ଏଙ୍ଗ୍ରି ଡ୍ୟାସ୍ ହ୍ୱାଟ୍ ହି ସେଡ୍ ଟୁ ମି, ଏଠାରେ ମୁଁ କ'ଣ କୌଣସି ବ୍ୟକ୍ତିବିଶେଷକୁ ରାଗୁଛି କି? ନା, ମୁଁ ଏଠାରେ ବ୍ୟକ୍ତିବିଶେଷକୁ ନ ରାଗି ମୁଁ ସେ କ'ଣ କହିଲା ତା ଉପରେ ରାଗୁଛି। ହ୍ୱାଟ୍ ହି ସେଡ୍ ଟୁ ମି, ସେ ଯାହା କହିଲା ମୁଁ ତାହା ଉପରେ ରାଗୁଛି। ତ ଯେତେବେଳେ ଆମେ ବ୍ୟକ୍ତିବିଶେଷ ଉପରେ ନ ରାଗି କୌଣସି ଏକ ବିଷୟ ବା ମ୍ୟାଟରକୁ ନେଇ ରାଗିଥାଉ ତ ତା ପୂର୍ବରୁ ସର୍ବଦା ୟୁଜ୍ ହୋଇଥାଏ ଏଟ୍। ତ ଏଠାରେ ହେବ ଆଇ ଏମ୍ ଏଙ୍ଗ୍ରି ଏଟ୍ ହ୍ୱାଟ୍ ହି ସେଡ୍ ଟୁ ମି। ତ ଯେତେବେଳେ ପର୍ସନ୍ ସହିତ ଆମେ ରାଗିଥାଉ, ସିଧାସଳଖ ଆମେ ରାଗିଥାଉ ତ ସେଠାରେ ୟୁଜ୍ ହୁଏ ୱିଥ୍ ଓ କୌଣସି ମ୍ୟାଟର ବା ବିଷୟ ଉପରେ ଯଦି ଆମେ ରାଗୁ ତ ସେଠାରେ ୟୁଜ୍ ହୁଏ ଏଟ୍। ତ ଯେଉଁଟା ଏକ୍ଜାମ୍ପଲ୍ ଆମେ କରିବା, ଇଣ୍ଡିଆନ୍ ପିପୁଲ୍ ଏଙ୍ଗ୍ରି ଡ୍ୟାସ୍ କରପ୍ସନ୍। ତ ଭାରତୀୟ ଜନତା ତ କାହା ଉପରେ ରାଗନ୍ତି ବେଶୀ? କରପ୍ସନ୍ ବା ଭ୍ରଷ୍ଟାଚାର ଉପରେ ରାଗନ୍ତି। ତ ଭ୍ରଷ୍ଟାଚାର ଏଠାରେ କ'ଣ କୌଣସି ବ୍ୟକ୍ତିବିଶେଷକୁ ବୁଝାଯାଉଛି କି? ନା, ଏଠାରେ ବ୍ୟକ୍ତିବିଶେଷକୁ ବୁଝା ନ ଯାଇ ଏଠାରେ ଗୋଟିଏ ମ୍ୟାଟର ବା ବିଷୟକୁ ବୁଝାଉଛି।
ସେଥିପାଇଁ ଭ୍ରଷ୍ଟାଚାର ଆଗରୁ ଲାଗିବ ଏଟ୍ ଇଣ୍ଡିଆନ୍ ପିପଲ୍ ଏଟ୍ ଏଙ୍ଗ୍ରି ଏଟ୍ କରପ୍ସନ୍। ସେକେଣ୍ଡ ରାମ ଇଜ୍ ଏଙ୍ଗ୍ରି ଡ୍ୟାସ୍ ହିଜ୍ ୱାଇଫ୍। ରାମ ତା ସ୍ତ୍ରୀ ଉପରେ ରାଗିଛି। ସ୍ତ୍ରୀ ଗୋଟିଏ ବ୍ୟକ୍ତିବିଶେଷ ବା ପର୍ସନକୁ ବୁଝାଉଛି। ତ ସେଥିପାଇଁ ବ୍ୟକ୍ତିବିଶେଷ ବା ପର୍ସନ ଆଗରୁ ସର୍ବଦା ୱିଥ୍ର ବ୍ୟବହାର କରାଯାଇଥାଏ। ତ ଏଠାରେ ହେବ ରାମ ଇଜ୍ ଏଙ୍ଗ୍ରି ୱିଥ୍ ହିଜ୍ ୱାଇଫ୍। ଆଇ ହୋପ୍ ଏଙ୍ଗ୍ରିର ବି କନସେପ୍ଟ ଆପଣ ବୁଝିପାରିଥିବେ। ନେକ୍ସଟ ରୁଲ୍ ହେଲା ଫେମିଲିୟର। ତ ଫେମିଲିୟରର ଯଦି ଆମେ ଓଡ଼ିଆ ମିନିଂ ଜାଣିବା ତ ଓଡ଼ିଆ ମିନିଂ ହେଉଛି ପରିଚିତ। ତ ଫେମିଲିୟର ମଧ୍ୟ ଦୁଇଟି ଅର୍ଥରେ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା କୌଣସି ବ୍ୟକ୍ତି ସହିତ ପରିଚିତ। ଯଦି ମୁଁ କହିଲି ମୁଁ ଡକ୍ଟର ସହିତ ପରିଚିତ ଅଛି, ମୁଁ ସେ କ୍ଲିନିକ୍ର ଡକ୍ଟର ସହିତ ପରିଚିତ ଅଛି, ମୁଁ ଆମ ଜିଲ୍ଲାର କଲେକ୍ଟର ସହ ପରିଚିତ ଅଛି, ତାହା ହେବ ଗୋଟିଏ ସେନ୍ସ। ଓ ଆଉ ଗୋଟିଏ ସେନ୍ସ ହେଲା ଫେମିଲିୟର କୌଣସି ଜାଗା ବା କୌଣସି ସିଚୁଏସନ୍ ସହ ପରିଚିତ ହେବା। ଯଦି ମୁଁ କହିଲି ମୁଁ ଭୁବନେଶ୍ୱରର ସବୁ ରାସ୍ତା ସହିତ ପରିଚିତ, ଏହିପରି ଭାବରେ ଆଉ ଗୋଟିଏ ସେନ୍ସ ତାହା ବାହାରିଲା। ତ ପରିଚିତ ଦୁଇଟି ଅର୍ଥରେ ବ୍ୟବହୃତ ହୁଏ। ଗୋଟିଏ ହେଲା କୌଣସି ବ୍ୟକ୍ତିବିଶେଷ ଓ ଆଉ ଗୋଟିଏ ହେଲା କୌଣସି ସିଚୁଏସନ୍। ତ ଯଦି ଆମେ ଫେମିଲିୟର କୌଣସି ସିଚୁଏସନ୍ ସହିତ ଆମେ ଫେମିଲିୟରକୁ ୟୁଜ୍ କରିଥାଉ ତ ଫେମିଲିୟର ପରେ ପରେ ସର୍ବଦା ୱିଥ୍ର ବ୍ୟବହାର କରାଯାଇଥାଏ। ଯଦି ମୁଁ କହିଲି ଏଚ୍ ଆଇ ନ୍ୟୁ ଟୁ ଦ ସିଟି ଆଇ ଏମ୍ ଲେସ୍ ଫେମିଲିୟର ଡ୍ୟାସ୍ ଦ ରୋଡ୍ସ ଅଫ୍ ଦ ସିଟି। ଯେହେତୁ ମୁଁ ଏହି ସହରରେ ନୂଆ କରି ଆସିଛି ତ ମୁଁ ଏହି ସହରର ରୋଡ଼ ରାସ୍ତା ସହିତ କମ୍ ପରିଚିତ ଅଟେ। ତ ଏଠାରେ ଯେଉଁ ରୋଡ୍ସ ଓ ରୋଡ଼ ଓ ରାସ୍ତାର କଥା କୁହାଯାଇଛି ତ ତାହା ବ୍ୟକ୍ତିବିଶେଷର କଥା କୁହାନଯାଇ ତାହା ଗୋଟିଏ ସିଚୁଏସନ୍ର କଥା କୁହାଯାଇଛି ବା ଗୋଟିଏ ଏରିଆର କଥା କୁହାଯାଇଛି। ତ ତା ପୂର୍ବରୁ ସର୍ବଦା ୱିଥ୍ର ବ୍ୟବହାର କରାଯିବ। ଯେତେବେଳେ ମୁଁ ସେଣ୍ଟେନ୍ସ କମ୍ପ୍ଲିଟ୍ କରିବା ଏଚ୍ ଆଇ ନ୍ୟୁ ଟୁ ଦ ସିଟି ଆଇ ଏମ୍ ଲେସ୍ ଫେମିଲିୟର ୱିଥ୍ ଦ ରୋଡ୍ସ ଅଫ୍ ଦ ସିଟି, ୱିଥ୍ ୟୁଜ୍ ହେବ। ତ ସେକେଣ୍ଡ ଆମେ ପର୍ସନମାନଙ୍କ କଥା କହିବା। ତ ଯଦି ଆମେ କୌଣସି ପର୍ସନ ସହିତ କୌଣସି ବ୍ୟକ୍ତିବିଶେଷ ସହିତ ପରିଚିତ ହେବାର କଥା କହିଥାଉ ତ ଫେମିଲିୟର ପରେ ପରେ ସର୍ବଦା ଟୁର ୟୁଜ୍ ହୋଇଥାଏ। ଯଦି ମୁଁ କହିଲି ଆଇ ଏମ୍ ଫେମିଲିୟର ଡ୍ୟାସ୍ ଟୁ ଦ ନ୍ୟୁ ଏସ୍ ପି ଅଫ୍ ଭୁବନେଶ୍ୱର, ମୁଁ କହିଲି ଏସ୍ ପି ଅଫ୍ ଭୁବନେଶ୍ୱର ସହିତ ମୁଁ ପରିଚିତ ଅଟେ। ତ ଏସ୍ ପି ଅଫ୍ ଭୁବନେଶ୍ୱର ଗୋଟିଏ କ'ଣ ଗୋଟିଏ ବ୍ୟକ୍ତିବିଶେଷର କଥା କୁହାଯାଇଛି, ଗୋଟିଏ ପର୍ସନର କଥା କୁହାଯାଇଛି। ତ ସେଥିପାଇଁ ଫେମିଲିୟର ପରେ ପରେ ଏଠାରେ ଟୁର ୟୁଜ୍ ହେବ। ତ ସେଣ୍ଟେନ୍ସ ହେବ ଆଇ ଏମ୍ ଫେମିଲିୟର ଟୁ ଦ ନ୍ୟୁ ଏସ୍ ପି ଅଫ୍ ଭୁବନେଶ୍ୱର। ତ କିଛି ଆମେ କ୍ୱେଶ୍ଚନ୍ କରିବା ଯାହା ପରେ ପରେ ଫେମିଲିୟରକୁ ନେଇ କେତୋଟି କ୍ୱେଶ୍ଚନ୍ କରିବା। ଦ ଫର୍ଷ୍ଟ କ୍ୱେଶ୍ଚନ୍ ହେଲା ନ୍ୟୁଲି ମ୍ୟାରିଡ୍ ଗର୍ଲସ୍ ଆର୍ ଲେସ୍ ଫେମିଲିୟର ଡ୍ୟାସ୍ ୱିଥ୍ ଦେୟାର ହଜବେଣ୍ଡ ହାଉସ୍। ତ ଏଠାରେ କୁହାଗଲା କି ଯେଉଁ ଝିଅମାନେ ନୂଆ ନୂଆ ମ୍ୟାରେଜ୍ କରିଥାନ୍ତି ସେମାନେ ତାଙ୍କର ଶ୍ୱଶୁର ଘର ସହିତ କମ୍ ପରିଚିତ ଥାନ୍ତି। ତ ଏଠାରେ ଶ୍ୱଶୁର ଘର ସହିତ ଯେଉଁ କଥା କୁହାଯାଇଛି ତ ତାହା ଗୋଟିଏ ସିଚୁଏସନ୍ର କଥା କୁହାଯାଇଛି, କୌଣସି ବ୍ୟକ୍ତିବିଶେଷର କଥା କୁହାଯାଇ ନାହିଁ। ତ ଯେତେବେଳେ ଫେମିଲିୟର ସାଙ୍ଗେ କୌଣସି ସିଚୁଏସନ୍ର କଥା କୁହାଯାଇଥାଏ ତ ଫେମିଲିୟର ପରେ ପରେ ସର୍ବଦା ୱିଥ୍ର ବ୍ୟବହାର କରାଯାଏ। ତ ଏଠାରେ ହେବ ନ୍ୟୁଲି ମ୍ୟାରିଡ୍ ଗର୍ଲସ୍ ଆର୍ ଲେସ୍ ଫେମିଲିୟର ୱିଥ୍ ଦେୟାର ହଜବେଣ୍ଡସ୍ ହାଉସ୍। ସେକେଣ୍ଡ ହେଲା ଆର୍ ୟୁ ଫେମିଲିୟର ଡ୍ୟାସ୍ ଦ ଡକ୍ଟର ଅଫ୍ ଦିସ୍ କ୍ଲିନିକ୍। ତୁମେ କ'ଣ ଏହି କ୍ଲିନିକ୍ର ଡକ୍ଟର ସହ ପରିଚିତ ଅଟ କି? ତ ଏଠାରେ ଗୋଟିଏ ଡକ୍ଟର ବା ଗୋଟିଏ ବ୍ୟକ୍ତିବିଶେଷର କଥା ଯେହେତୁ କୁହାଯାଇଛି ତ ଏଠାରେ ଆମ ଫେମିଲିୟର ପରେ ପରେ ୟୁଜ୍ ହେବ ଟୁ। ତ ଏଠାର ସେଣ୍ଟେନ୍ସ ହେବ ଆର୍ ୟୁ ଫେମିଲିୟର ଟୁ ଦ ଡକ୍ଟର ଅଫ୍ ଦିସ୍ କ୍ଲିନିକ୍। ନେକ୍ସଟ
କନଫ୍ୟୁଜିଂ ପ୍ରିପୋଜିସନ୍ ହେଉଛି ଏଗ୍ରି, ଯାହାର ଓଡ଼ିଆରେ ମିନିଂ ହୋଇଥାଏ ରାଜି ହେବା। ତ ଆମେ ରାଜି ଦୁଇଟି ପରିପ୍ରେକ୍ଷୀରେ ହୋଇଥାଉ। ଗୋଟିଏ ବ୍ୟକ୍ତି ବିଶେଷ ସହିତ କିମ୍ବା ଗୋଟିଏ ବିଷୟ ସହିତ ଆମେ ରାଜି ହୋଇଥାଉ। ତ ଦୁଇ ପରିପ୍ରେକ୍ଷୀରେ ଡିଫରେଣ୍ଟ ପ୍ରିପୋଜିସନ୍ର ୟୁଜ୍ ଏଗ୍ରି ପରେ ପରେ ହୋଇଥାଏ। ଯେପରି ମୁଁ କହିଲି ଯଦି ଆଇ ଏମ୍ ଏଗ୍ରି ଡ୍ୟାସ୍ ୟୁ ଓ ମୁଁ ଅପସନ୍ ଦେଲି ୱିଥ୍ ଓ ଟୁ, ଏଠାରେ ୟୁ ଗୋଟିଏ ବ୍ୟକ୍ତି ବିଶେଷକୁ ବୁଝାଯାଉଛି। ତ ଯେତେବେଳେ ଗୋଟିଏ ବ୍ୟକ୍ତି ବିଶେଷକୁ ଉପରେ ଆମେ ରାଜି ହୋଇଥାଉ ତ ଏଗ୍ରି ପରେ ପରେ ଆମେ ୱିଥ୍ ପ୍ରିପୋଜିସନ୍ର ୟୁଜ୍ କରିଥାଉ। ତ ଏଠାରେ ପୁରା ବାକ୍ୟଟି ହେବ ଆଇ ଏମ୍ ଏଗ୍ରି ୱିଥ୍ ୟୁ, କାରଣ ୟୁ ଗୋଟିଏ ବ୍ୟକ୍ତି ବିଶେଷକୁ ବୁଝାଯାଉଛି। ନେକ୍ସଟ ଏକ୍ଜାମ୍ପଲରେ କିନ୍ତୁ ଆମ କଣ୍ଡିସନଟା ଟିକେ ଅଲଗା। ଯଦି ମୁଁ କହିଲି ଆଇ ଏମ୍ ଏଗ୍ରି ଡ୍ୟାସ୍ ୟୋର୍ ପ୍ରପୋଜାଲ୍, ମୁଁ ତୁମ ପ୍ରପୋଜାଲରେ ରାଜି ଅଛି। ଏଠାରେ ପ୍ରପୋଜାଲ ଏକ ବ୍ୟକ୍ତି ବିଶେଷକୁ ବୁଝାଯାଉନାହିଁ, ଗୋଟିଏ ବିଷୟକୁ ବୁଝାଯାଉଛି। ତ ଏଠାରେ ଏଗ୍ରି ପରେ ପରେ ଆଉ ୱିଥ୍ର ୟୁଜ୍ କରା ନଯାଇ ଇଂଲିଶ ଗ୍ରାମାରରେ ଟୁର ୟୁଜ୍ କରାଯାଇଥାଏ। ତ ମୁଁ ସେଣ୍ଟେନ୍ସଟି ପୁରା ସେଣ୍ଟେନ୍ସଟି ପଢ଼ୁଛି। ଆଇ ଏମ୍ ଏଗ୍ରି ଟୁ ୟୋର୍ ପ୍ରପୋଜାଲ୍। ତ ଏଗ୍ରିର ଆମ ୟୁଜ୍ ହେଲା ଆମ ଇଂଲିଶ ଗ୍ରାମାରରେ ଯଦି କୌଣସି ବ୍ୟକ୍ତି ବିଶେଷ ସହିତ ଆମେ ରାଜି ହୋଇଥାଉ ତ ଏଗ୍ରି ପରେ ପରେ ୱିଥ୍ର ୟୁଜ୍ ହୋଇଥାଏ। ଓ ଯଦି ଆମେ କୌଣସି କଣ୍ଡିସନ୍, କୌଣସି ମ୍ୟାଟର, କୌଣସି ବିଷୟ ଉପରେ ରାଜି ହୋଇଥାଉ ତ ଏଗ୍ରି ପରେ ପରେ ଟୁର ୟୁଜ୍ ହୋଇଥାଏ। କେତେଟା କ୍ୱେଶ୍ଚନ୍ କରିବା। ଆଇ ଡିଡିଣ୍ଟ ଏଗ୍ରି ଡ୍ୟାସ୍ ହ୍ୱାଟ୍ ହି ସେଡ୍ ଟୁ ମି। ସେ ମୋତେ ଯାହା କହିଲା ମୁଁ ସେ ଉପରେ ରାଜି ନୁହେଁ। ତ ସେ ମୋତେ ଯାହା କହିଲା କୌଣସି ବ୍ୟକ୍ତି ବିଶେଷକୁ ବୁଝା ନଯାଇ ଗୋଟିଏ ବିଷୟକୁ ବୁଝାଯାଉଛି, ଯାହା ଫଳରେ ଏଠାରେ ଟୁର ୟୁଜ୍ ହେବ। ଆଇ ଡିଡିଣ୍ଟ ଏଗ୍ରି ଟୁ ହ୍ୱାଟ୍ ହି ସେଡ୍ ଟୁ ମି। ସେକେଣ୍ଡ, ଆଇ ଏଗ୍ରି ଡ୍ୟାସ୍ ଦ ଟର୍ମ ଆଣ୍ଡ କଣ୍ଡିସନ୍ ଅଫ୍ ଦ ବ୍ୟାଙ୍କ। ଟର୍ମ ଆଣ୍ଡ କଣ୍ଡିସନ୍ ଅଫ୍ ଦ ବ୍ୟାଙ୍କ ମଧ୍ୟ ଗୋଟିଏ ବ୍ୟକ୍ତି ବିଶେଷକୁ ବୁଝାଯାଉନାହିଁ, ଗୋଟିଏ ମ୍ୟାଟରକୁ ବୁଝାଯାଉଛି। ସେଥିପାଇଁ ଏଠାରେ ହୋଇଯିବ ଟୁ। ଆଇ ଏଗ୍ରି ଟୁ ଦ ଟର୍ମ ଆଣ୍ଡ କଣ୍ଡିସନ୍ ଅଫ୍ ଦ ବ୍ୟାଙ୍କ। ଥାର୍ଡ଼ ୱାନ୍, ସି ଡିଡିଣ୍ଟ ଏଗ୍ରି ଡ୍ୟାସ୍ ହାର୍ ହଜବେଣ୍ଡ। ଏଠାରେ ହାର୍ ହଜବେଣ୍ଡ ଗୋଟିଏ ବ୍ୟକ୍ତି ବିଶେଷକୁ ବୁଝାଯାଉଛି। ସେଥିପାଇଁ ଏଠାରେ ଏଗ୍ରି ପରେ ପରେ ୱିଥ୍ର ୟୁଜ୍ ହେବ। ଆଇ ହୋପ୍ କି ଏଗ୍ରିର କନସେପ୍ଟ ଆପଣମାନଙ୍କୁ କ୍ଲିଅର ଥିବ। ନେକ୍ସଟ ଆଗକୁ ବଢ଼ିବା। ଲୁକ୍ ଆଫ୍ଟର, ଲୁକ୍ ଫର୍ ଓ ଲୁକ୍ ଇନ୍ଟୁ, ଏହା ତିନୋଟି ଫେଜାଲ ଭାର୍ବ ଅଟେ ଓ ତିନୋଟିର ମିନିଂ ଅଲଗା ଅଲଗା ରହିଥାଏ। ତ ଯଦି ମୁଁ କହିଲି ଲୁକ୍ ଆଫ୍ଟର ତ ତାହାର ମିନିଂ ହେଲା ଦେଖାରେଖା କରିବା ବା ଯତ୍ନ ନେବା। ଓ ଗୋଟେ ସେଣ୍ଟେନ୍ସ ନେବା। ନର୍ସ ଲୁକ୍ ଆଫ୍ଟର ଦ ପେସେଣ୍ଟ। ନର୍ସଟି ଆମ ରୋଗୀର ଦେଖଭାଲ କରୁଛି, ଦେଖାରେଖା କରୁଛି ବା ରୋଗୀର ଯତ୍ନ ନେଉଛି। ତ ଲୁକ୍ ଆଫ୍ଟରର ଅର୍ଥ ହେଲା ଦେଖାରେଖା କରିବା। କିନ୍ତୁ ଯଦି ଆମେ ଲୁକ୍ ଆଫ୍ଟର ଜାଗାରେ ଲୁକ୍ ଫର୍ ଲେଖିଲା ତ ତାହାର ଅର୍ଥ ହୋଇଯିବ ଖୋଜିବା। ଯଦି ମୁଁ କହିଲି ଆଇ ଏମ୍ ଲୁକିଂ ଫର୍ ଏ ଜବ୍ ତ ତାହାର ଅର୍ଥ ହେବ ମୁଁ ଗୋଟିଏ ଚାକିରି ଖୋଜୁଛି। ତ ଲୁକିଂ ଫର୍ର ଅର୍ଥ ହୋଇଯିବ ଖୋଜିବା। ଲୁକ୍ ଆଫ୍ଟର ଓ ଲୁକ୍ ଫର୍ ଏହି ଦୁଇଟିର ଅର୍ଥ ଆପଣ ପ୍ରିଭିୟସ୍ କ୍ଲାସ୍ ମାନଙ୍କରେ ଆପଣ ପଢ଼ିଥିବେ। କିନ୍ତୁ ଲୁକ୍ ଇନ୍ଟୁ ଗୋଟିଏ ନୂଆ ୱାର୍ଡ଼ ବାବଦରେ ଆଜି ଆମେ ଜାଣିବା। ଲୁକ୍ ଇନ୍ଟୁର ଅର୍ଥ ହେଉଛି କୌଣସି ବିଷୟକୁ ଅନୁସନ୍ଧାନ କରିବା ବା ଇନଭେଷ୍ଟିଗେଟ୍ କରିବା। ଅନୁସନ୍ଧାନ କରିବା ବା ଇନଭେଷ୍ଟିଗେଟ୍ କରିବା। ତ ଗୋଟେ ସେଣ୍ଟେନ୍ସ ଯଦି ମୁଁ କହିଲି ପୁଲିସ୍ ଲୁକ୍ଡ ଇନ୍ଟୁ ଦ ମର୍ଡ଼ର ଅଫ୍ ଦ ପ୍ରିଷ୍ଟ, ଯେଉଁ ପଣ୍ଡିତର ମର୍ଡ଼ର ହୋଇଥିଲା
पुलिस सही केस को अनुसंधान करुछि बा तार तथ्य खोजुछि। तो आप बुझी पारिथिबे लुक इनटूर अर्थ कौन। लुक इनटूर अर्थ हेउछि कोनोसी विषय को खोलताल करिबा, कोनोसी विषय को अनुसंधान करिबा, कोनोसी विषय को इन्वेस्टिगेट करिबा। केते एग्जांपल नहीं करी आमे आउ कॉन्सेप्ट को क्लियर करिबा। वी मस्ट डैश आवर पेरेंट्स इन देयर ओल्ड एज। आमको आम वृद्ध पितामातांकर जत्न नेबा आवश्यक। तो एठारे कौन लुक हेबो, लुक आफ्टर, लुक इनटू, लुक फॉर। एठारे लुक आफ्टर रो यूज हेबो कारण लुक आफ्टर रो अर्थ हेउची जत्न नेबा बा देखा रेखा करिबा। सेकेंड एग्जांपल, द कमिटी डैश द मैटर ऑफ राइजिंग फ्यूएल प्राइस इन आवर कंट्री। तो कमिटी से ही मैटर को अनुसंधान करुछि। केउ मैटर को जो आम कंट्री रे आम फ्यूएल प्राइस जो तैल दर वृद्धि हेउछि, तो कहीं से तैल दर वृद्धि हेउछि से ही मैटर को गोटे कमिटी अनुसंधान करुछि। तो अनुसंधान करिबा बा इन्वेस्टिगेट करिवार अर्थ केउ लुक रे यूज होई थाए, लुक इनटू रे यूज होई थाए। तो यार सठिक उत्तर हेबो द कमिटी लुक इनटू द मैटर ऑफ राइजिंग फ्यूएल प्राइस इन आवर कंट्री। तो यह थिला लुक आफ्टर, लुक फॉर और लुक इनटू। देन आसिला सीनियर, जूनियर, सुपीरियर एंड इनफीरियर। तो मोस्ट ऑफ द स्टूडेंट माने जेते बेले सीनियर जूनियर देखी थांती तो ता परे परे देन रो यूज करी देई थांती। फॉर एग्जांपल, ही इज सीनियर डैश मी। ऑप्शन रे टू ओ देन अछि। तो आपण मानंकु समस्तंकु लागुथबो कि एग्जांपल उत्तरटा देन हेबो, ही इज सीनियर देन मी। किंतु यार कॉन्सेप्ट हेउछि सीनियर, जूनियर, सुपीरियर और इनफीरियर परे परे सर्वदा टू प्रिपोजिशन रो यूज होई थाए। यार सठिक उत्तर हेबो ही इज सीनियर टू मी। और आपण माने जेते भी ओ ट्रिपल एससी रो कंबाइंड एग्जाम देइथिबे तो सेथिरे एही क्वेश्चन आसीथिला, सीनियर जूनियर रिलेटेड गोटे क्वेश्चन आसीथिला और तार मध्य सठिक उत्तर टू होइथिबो। तो जो माने टू आंसर लिखिचंती तांकर करेक्ट होइछि और जो माने देन लिखिचंती तार आंसर भूल अछि। तो आज ही आपण मानकर माइंड रे बांधी की रखंतु कि सीनियर, जूनियर, सुपीरियर और इनफीरियर सांगरे केबे मध्य देन रो यूज हुए नाही, सर्वदा ता परे परे टू रो यूज होई थाए। राम इज डैश डैश श्याम। राम इज जूनियर डैश श्याम। एठारे मध्य हेबो टू। राम इज जूनियर टू श्याम। सुप्रीम कोर्ट इज मच सुपीरियर डैश हाई कोर्ट। एठिरे मध्य देखंतु सुपीरियर लागिछि तो सुपीरियर परे परे मध्य टू प्रिपोजिशन रो ही यूज हेबो। सुप्रीम कोर्ट इज मच सुपीरियर टू द हाई कोर्ट। नेक्स्ट प्रिपोजिशन हैला डाएट बा मृत्यु बरण करवा। मृत्यु बरण दुईटी कारण रु होई थाए। गोटिए होई थाए आम एक्सीडेंट रु बा दुर्घटना रु और सेकेंड हैला कोनोसी रोग रु आमर मृत्यु होई थाए। तो जेते बेले कोनोसी व्यक्ति कोनोसी दुर्घटना बा एक्सीडेंट रे मृत्यु बरण करि थांती तो मृत्यु डाएट परे परे सर्वदा इन रो व्यवहार करा जाई थाए। जेपरी गोटे एग्जांपल नेबा, द पोस्टमास्टर डाएट इन ए कार एक्सीडेंट यस्टरडे। पोस्टमास्टर जेहेतु गोटे कार एक्सीडेंट रे मृत्युवरण करिसंती, गोटे एक्सीडेंट रे मृत्युवरण करिसंती, सेथि पई डाएट परे परे इन प्रिपोजिशन रो यूज होइछि। किंतु सही जगह रे जदि आमे कौनसी व्यक्ति विशेष मृत्यु कौनसी रोग कारण होई थाए तो डाएट परे परे सर्वदा ऑफ प्रिपोजिशन रो यूज होई थाए। एग्जांपल नबा, द पोस्टमास्टर डाएट ऑफ कैंसर। जेहेतु से कैंसर गोटे रोगर मृत्युवरण करिसंती
ସେଥିପାଇଁ ଡାଏଟ୍ ପରେ ପରେ ସର୍ବଦା ଅଫ୍ ପ୍ରିପୋଜିସନ୍ର ୟୁଜ୍ ହୋଇଥାଏ। ତ କିଛିଟା ଏକ୍ଜାମ୍ପଲ୍ କରିବା, କିଛିଟା କ୍ୱେଶ୍ଚନ୍ କରିବା। ଦ ପୁଅର୍ ମ୍ୟାନ୍ ଡାଏଟ୍ ଡ୍ୟାସ୍ ଅଫ୍ ଟ୍ୟୁବରକ୍ୟୁଲୋସିସ୍। ଟ୍ୟୁବରକ୍ୟୁଲୋସିସ୍ ଗୋଟିଏ ରୋଗ ହୋଇଥିବାରୁ ତା ଆଗରୁ ଲାଗିବ ଡାଏଟ୍ ଅଫ୍ ଟ୍ୟୁବରକ୍ୟୁଲୋସିସ୍। More than 1 lakh people in India died ଡ୍ୟାସ୍ ରୋଡ଼ ଆକ୍ସିଡେଣ୍ଟ ଇନ୍ ଏଭ୍ରି ଇୟର୍। ଏଠାରେ ରୋଡ଼ ଆକ୍ସିଡେଣ୍ଟର କଥା କୁହାଯାଇଛି। ତ ରୋଡ଼ ଆକ୍ସିଡେଣ୍ଟ ବା ଦୁର୍ଘଟଣାର କଥା କୁହାଯାଇଥିବାରୁ ଡାଏଟ୍ ଇନ୍ର ୟୁଜ୍ ହେବ। ନେକ୍ସଟ ଟ୍ରାଭେଲ୍ ଜର୍ଣ୍ଣି ଗୋ। ଏହି ଆମ କନସେପ୍ଟଟା ଆପଣମାନଙ୍କ ମଧ୍ୟରୁ ବହୁତ ଲୋକକୁ କନଫ୍ୟୁଜ୍ କରୁଥିବ। ତ ଏହାର କନସେପ୍ଟ ହେଲା, ଯଦି ଭାଇକିଲ୍ ନାମ ପୂର୍ବରୁ ଆମ ଆର୍ଟିକିଲ୍ ୟୁଜ୍ କରାଯାଇଛି ତ ଟ୍ରାଭେଲ୍ ଜର୍ଣ୍ଣି ଓ ଗୋ ପରେ ପରେ ଇନ୍ର ୟୁଜ୍ ହେବ, ଓ ଯଦି ଆର୍ଟିକିଲ୍ ୟୁଜ୍ କରାଯାଇ ନାହିଁ ଭାଇକିଲ୍ ପୂର୍ବରୁ ତ ଟ୍ରାଭେଲ୍ ଜର୍ଣ୍ଣି ଗୋ ପରେ ପରେ ବାଏର ୟୁଜ୍ ହେବ। ଏକ୍ଜାମ୍ପଲ୍ରେ ଆପଣମାନଙ୍କର କନସେପ୍ଟ କ୍ଲିଅର୍ ହେବ। ହି ଗୋଜ୍ ଟୁ ସ୍କୁଲ୍ ବାଏ ବସ୍। ଏଠାରେ ଭାଇକିଲ୍ ପୂର୍ବରୁ ଡାଇରେକ୍ଟ ବାଏ ବସ୍ କାହିଁକି ଲାଗିଲା? କାହିଁକି ନା ବସ୍ ଆଗରୁ କୌଣସି ଆର୍ଟିକିଲ୍ ୟୁଜ୍ କରାଯାଇ ନାହିଁ। ଆର୍ଟିକିଲ୍ ମିନ୍ସ ଏ, ଏନ୍ କିମ୍ବା ଦି। ଏହି ଆର୍ଟିକିଲ୍ ୟୁଜ୍ କରାଯାଇ ନଥିବାରୁ ଡାଇରେକ୍ଟ ହି ଗୋଜ୍ ଟୁ ସ୍କୁଲ୍ ବାଏ ବସ୍ ହେଲା। କିନ୍ତୁ ସେହି ପରିପ୍ରେକ୍ଷୀରେ ଯଦି କୁହାଯାଇଥାନ୍ତା କି ଏ ବସ୍ ଲେଖା ହୋଇଥାନ୍ତା, ଭାଇକିଲ୍ ପୂର୍ବରୁ କୌଣସି ଆର୍ଟିକିଲ୍ ଏ ବସ୍ ଲେଖା ହୋଇଥାନ୍ତା, ତ ସେଠାରେ ବାଏର ୟୁଜ୍ ନ ହୋଇ ଇନ୍ର ୟୁଜ୍ ହୋଇଥାନ୍ତା। ଯେପରି ସେକେଣ୍ଡ ଏକ୍ଜାମ୍ପଲ୍ରେ ଆପଣ ଦେଖିବାକୁ ପାଉଥିବେ, ହି ଗୋଜ୍ ଟୁ ସ୍କୁଲ୍ ଇନ୍ ଏ ବସ୍। ଏଠାରେ ଦେଖନ୍ତୁ ବାଏର ୟୁଜ୍ ହେଲା ନାହିଁ। ଯଦି ଭାଇକିଲ୍ ପୂର୍ବରୁ କୌଣସି ଆର୍ଟିକିଲ୍ର ୟୁଜ୍ କରାଯାଇଥିବ ତ କମ୍, ଟ୍ରାଭେଲ୍, ଗୋ ପରେ ପରେ ଇନ୍ର ୟୁଜ୍ ହେବ, ଆଉ ଯଦି ଆର୍ଟିକିଲ୍ ୟୁଜ୍ କରାଯାଇ ନଥିବ ତ ଡାଇରେକ୍ଟଲି ବାଏର ୟୁଜ୍ କରାଯିବ। କିଛି କ୍ୱେଶ୍ଚନ୍ କରିବା। ହାର୍ ହଜବେଣ୍ଡ କେମ୍ ଡ୍ୟାସ୍ ଏ କାର୍। ଦେଖନ୍ତୁ ଭାଇକିଲ୍ ପୂର୍ବରୁ ଏର ୟୁଜ୍ କରାଯାଇଛି, ଯେହେତୁ ଏ ଗୋଟିଏ ଆର୍ଟିକିଲ୍ ସେଥିପାଇଁ କେମ୍ ପରେ ପରେ ଏଠାରେ ଇନ୍ର ବ୍ୟବହାର କରାଯିବ। ହାର୍ ହଜବେଣ୍ଡ କେମ୍ ଇନ୍ ଏ କାର୍। ସେକେଣ୍ଡ, ୱି ଟ୍ରାଭେଲ୍ ଟୁ ପୁରୀ ଡ୍ୟାସ୍ ବସ୍। ବସ୍ ଆଗରୁ କୌଣସି ଆର୍ଟିକିଲ୍ର ୟୁଜ୍ କରାଯାଇ ନାହିଁ, ତ ସେଥିପାଇଁ ଏଠାରେ ବାଏର ୟୁଜ୍ ହେବ। ୱି ଟ୍ରାଭେଲ୍ ଟୁ ପୁରୀ ବାଏ ବସ୍। ଥାର୍ଡ଼ ୱାନ୍, ମାଇ ଫାଦର ଗୋଜ୍ ଟୁ ଅଫିସ୍ ଡ୍ୟାସ୍ ଏ କାର୍। ଏ କାର୍ ଲେଖାଯାଇଛି, ଭାଇକିଲ୍ ପୂର୍ବରୁ ଏ ଲେଖା ହେଲା ମାନେ ତ ଏଠାରେ ଆର୍ଟିକିଲ୍ର ୟୁଜ୍ କରାଯାଇଛି, ତ ସେଥିପାଇଁ ଏଠାର ସଠିକ୍ ଉତ୍ତର ହେବ ଇନ୍ ଏ କାର୍। ମାଇ ଫାଦର ଗୋଜ୍ ଟୁ ସ୍କୁଲ୍ ଇନ୍ ଏ କାର୍ ହେବ। ପ୍ରିପୋଜିସନ୍ ଅଫ୍ ଟାଇମ୍ ଆଜି ପଢ଼ିବା। ତ ଡିଫରେଣ୍ଟ ଟାଇମ୍ ଆଗରୁ କେଉଁ ପ୍ରକାରର ପ୍ରିପୋଜିସନ୍ ୟୁଜ୍ ହୁଏ ତାହା ଆମେ ପଢ଼ିବା। ସର୍ବପ୍ରଥମ ହେଲା ଏଟ୍। ଏଟ୍କୁ ଆମେ ସର୍ଟ ପିରିୟଡ଼ ଅଫ୍ ଟାଇମ୍ ପରିପ୍ରେକ୍ଷୀରେ ୟୁଜ୍ କରାଯାଉଥାଉ। ତ ଯଦି ମୁଁ କହିଲି ଏଟ୍ 10 o'clock, ଏଟ୍ 7 o'clock, ଏଟ୍ 5 o'clock, ତ ମୁଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏଟ୍କୁ ୟୁଜ୍ କରୁଛି। ତାପରେ ପରେ କିଛି ଦିନର ଅଂଶବିଶେଷ ପୂର୍ବରୁ ମଧ୍ୟ ଏଟ୍ର ୟୁଜ୍ କରାଯାଇଥାଏ। ଯେପରି ମିଡ଼ନାଇଟ୍ ହେଲା, ନାଇଟ୍ ହେଲା, ନୁନ୍ ହେଲା, ଏହି କିଛି ଦିନର ଅଂଶବିଶେଷ ପୂର୍ବରୁ ମଧ୍ୟ ଏଟ୍ର ୟୁଜ୍ କରାଯାଇଥାଏ। ତ ଆମେ ଜାଣିଲା ଏଟ୍ର ୟୁଜ୍ କୌଣସି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ, ଯେ ଏକ୍ଜାମ୍ପଲ୍ ଏଟ୍ 10 o'clock, ଏଟ୍ 7 o'clock, ଓ ନେକ୍ସଟ ଦିନର କିଛି ଅଂଶବିଶେଷ ପୂର୍ବରୁ ଏଟ୍ର ୟୁଜ୍ କରାଯାଇଥାଏ। ଯେପରି ହେଲା ମିଡ଼ନାଇଟ୍, ନୁନ୍ କିମ୍ବା ନାଇଟ୍। ଦ ଥିପ୍ସ କଟ୍ ଏଟ୍ ମିଡ଼ନାଇଟ୍। ତ ମିଡ଼ନାଇଟ୍ ପୂର୍ବରୁ ଏଠାରେ ଏଟ୍ର ୟୁଜ୍ କରାଗଲା। ୱି ଟୁକ୍ ଆୱାର ଲଞ୍ଚ ଏଟ୍ ନୁନ୍।
ନୁନ୍ ପୂର୍ବରୁ ଏଟ୍ର ୟୁଜ୍ କରାଗଲା। ନେକ୍ସଟ ଆସିଲା ଅନ୍। ଅନ୍ କାହା ପୂର୍ବରୁ ୟୁଜ୍ କରାଯାଇଥାଏ। ତ ଆପଣମାନେ ଗୋଟିଏ କଥା ମନେ ରଖିବେ କି ଅନ୍ ସର୍ବଦା ଗୋଟିଏ ପର୍ଟିକୁଲାର ଡେ ପୂର୍ବରୁ ୟୁଜ୍ କରାଯାଇଥାଏ। ଗୋଟିଏ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଅନ୍କୁ ୟୁଜ୍ କରାଯାଇଥାଏ। ଫର୍ ଏକ୍ଜାମ୍ପଲ୍ ୱିକଡେଜ୍, ଅନ୍ ସଣ୍ଡେ, ଅନ୍ ମଣ୍ଡେ, ଅନ୍ ଟ୍ୟୁଜଡେ, ୱିକ୍ର କୌଣସି ଦିନ ପୂର୍ବରୁ ଆମେ ଅନ୍କୁ ୟୁଜ୍ କରିଥାଉ। କିମ୍ବା କୌଣସି ସ୍ପେସିଆଲ ଡେ ହଉ, ଅନ୍ ହାର ବର୍ଥଡେ, ଅନ୍ ହାର ୱେଡ଼ିଂ ଡେ, ଅନ୍ ହାର ବାର୍ଥଡେ ବି ବର୍ଷକୁ ଦିନ ଧରେ ଗୋଟେ ଦିନ ହିଁ ଆସିଥାଏ। ୱେଡ଼ିଂ ଡେ ବିବାହ ମଧ୍ୟ ଗୋଟେ ଦିନ ହିଁ ହୋଇଥାଏ। ତ କୌଣସି ପର୍ଟିକୁଲାର ଦିନ ପୂର୍ବରୁ ଅନ୍ର ୟୁଜ୍ ହୋଇଥାଏ। କିମ୍ବା କୌଣସି ଫେଷ୍ଟିଭାଲ୍ ହେଲା, ଅନ୍ ହୋଲି, ଅନ୍ ଦିୱାଲି, ଅନ୍ ରଥଯାତ୍ରା, ଏହା ବି କୌଣସି ଗୋଟିଏ ପର୍ଟିକୁଲାର ଡେକୁ ବୁଝାଯାଉଛି। ସେଥିପାଇଁ ଏହା ପୂର୍ବରୁ ଅନ୍ର ୟୁଜ୍ ହେବ। ତାପରେ ଆସିଲା ଇନ୍। ଇନ୍ ଗୋଟିଏ ଲଙ୍ଗ୍ ଡ୍ୟୁରେସନ୍ ଟାଇମ୍କୁ ବୁଝାଯାଇଥାଏ। ଯେପରି ହେଲା ମନ୍ଥ ପୂର୍ବରୁ ଇନ୍ର ୟୁଜ୍ କରାଯାଇଥାଏ। ଇନ୍ ଜାନୁଆରୀ, ଇନ୍ ଫେବୃଆରୀ, ଇନ୍ ମାର୍ଚ୍ଚ, ଏପରି ମନ୍ଥର ନାମ ପୂର୍ବରୁ ଇନ୍ର ବ୍ୟବହାର କରାଯାଇଥାଏ। ଆଉ ମଧ୍ୟ ବର୍ଷର ନାମ ପୂର୍ବରୁ ମଧ୍ୟ ଇନ୍ର ବ୍ୟବହାର କରାଯାଇଥାଏ। ଯେପରି ହେଲା ଇନ୍ 2020, 1990 ଓ ଲାଷ୍ଟଲି ଇନ୍ ବ୍ୟବହାର କରାଯାଇଥାଏ ଦିନର କେତେକ ଅଂଶବିଶେଷ ପୂର୍ବରୁ, ଯଥା ଇନ୍ ମର୍ଣ୍ଣିଂ, ଇନ୍ ଇଭିନିଂ, ଏମିତି। ତ ଆପଣ ମନେ କିପରି ରଖିବେ? ସବୁଠୁ ସର୍ଟ ଡ୍ୟୁରେସନ୍ ପାଇଁ ଏଟ୍ ବ୍ୟବହାର କରାଯାଇଥାଏ। ଯେପରି ଗୋଟେ ପର୍ଟିକୁଲାର ଟାଇମ୍ ପୂର୍ବରୁ ଏଟ୍ ବ୍ୟବହାର କରାଯାଏ। ତାଠାରୁ ଟିକେ ବେଶୀ ସମୟ, ଯଥା ଗୋଟେ ଦିନ ପର୍ଟିକୁଲାର ଡେ ଆଗରୁ ଆମେ ଅନ୍ ବ୍ୟବହାର କରିଥାଉ। ଓ ସବୁଠାରୁ ଲେନ୍ଦି ସମୟ, ଗୋଟେ ମାସ ହେଲା, ଗୋଟେ ବର୍ଷ ହେଲା, ତା ପୂର୍ବରୁ ଆମେ ଇନ୍କୁ ବ୍ୟବହାର କରିଥାଉ। ତ ଏପରି ଭାବରେ ଆପଣ ମନେ ରଖିଲେ ଆପଣଙ୍କ ମନେ ରହିବ। ତ କିଛିଟା କ୍ୱେଶ୍ଚନ୍ କରିବା। ଆଇ କମ୍ପ୍ଲିଟେଡ୍ ମାଇ ଗ୍ରାଜୁଏସନ୍ ଡ୍ୟାସ୍ 2011। ତ 2011 ପୂର୍ବରୁ କେଉଁ ପ୍ରିପୋଜିସନ୍ ବସିବ? 2011 ଗୋଟିଏ ଇୟର୍ ବା ଗୋଟିଏ ବର୍ଷର ନାମ ହୋଇଥିବାରୁ ଏଠାରେ ଇନ୍ ପ୍ରିପୋଜିସନ୍ ଆସିବ। ଆଇ କମ୍ପ୍ଲିଟେଡ୍ ମାଇ ଗ୍ରାଜୁଏସନ୍ ଇନ୍ 2011। ଆୱାର ସ୍କୁଲ ଷ୍ଟାର୍ଟ ଡ୍ୟାସ୍ 10 o'clock। 10 o'clock ଗୋଟିଏ ନିର୍ଦ୍ଦିଷ୍ଟ ସମୟକୁ ବୁଝାଯାଉଛି। ତ 10 o'clock ପୂର୍ବରୁ ଏଟ୍ ପ୍ରିପୋଜିସନ୍ର ୟୁଜ୍ ହେବ। ମାଇ ଫ୍ରେଣ୍ଡସ୍ କେମ୍ ଟୁ ଆୱାର ହାଉସ୍ ଡ୍ୟାସ୍ ମାଇ ବାର୍ଥଡେ। ମାଇ ବାର୍ଥଡେ ଗୋଟିଏ ପର୍ଟିକୁଲାର ଡେ ବା ଗୋଟେ ପର୍ଟିକୁଲାର ଦିନକୁ ବୁଝାଯାଉଛି। ତ ଗୋଟେ ପର୍ଟିକୁଲାର ଦିନ ଆଗରୁ ଅନ୍ ପ୍ରିପୋଜିସନ୍ର ୟୁଜ୍ ହୋଇଥାଏ। ମାଇ ଫ୍ରେଣ୍ଡସ୍ କେମ୍ ଟୁ ଆୱାର ହାଉସ୍ ଅନ୍ ମାଇ ବାର୍ଥଡେ। ମାଇ ପ୍ୟାରେଣ୍ଟସ୍ ୱିଲ୍ ଗୋ ଟୁ ଦିଲ୍ଲୀ ଡ୍ୟାସ୍ ଜୁଲାଇ। ଜୁଲାଇ ପୂର୍ବରୁ, ଜୁଲାଇ ଗୋଟେ ମନ୍ଥର ନାମ, ଗୋଟେ ମାସର ନାମ ହୋଇଥିବାରୁ ଜୁଲାଇ ପୂର୍ବରୁ ସର୍ବଦା ଇନ୍ ପ୍ରିପୋଜିସନ୍ର ୟୁଜ୍ ହୋଇଥାଏ। ନେକ୍ସଟ ଏମଙ୍ଗ ଓ ବିଟୱିନ୍ ପ୍ରିପୋଜିସନ୍ ବାବଦରେ ଆଜି ଆମେ ପଢ଼ିବା। ତ ଏହା ବହୁତ ସିମ୍ପଲ୍ କନସେପ୍ଟ। ବିଟୱିନ୍ ସର୍ବଦା ଯେତେବେଳେ ଆମେ ଦୁଇଟି ବ୍ୟକ୍ତି ବିଷୟରେ ଆଲୋଚନା କରିଥାଉ ତ ସେହି ଜାଗାରେ ବିଟୱିନ୍କୁ ୟୁଜ୍ କରିଥାଉ। କିନ୍ତୁ ଯେତେବେଳେ ଆମେ ଦୁଇରୁ ଅଧିକ ବ୍ୟକ୍ତି ବିଶେଷ ବାବଦରେ ଆଲୋଚନା କରିଥାଉ ତ ବିଟୱିନ୍ ପରିବର୍ତ୍ତେ ଆମେ ଏମଙ୍ଗର ୟୁଜ୍ କରିଥାଉ। ଯଦି ମୁଁ କହିଲି ଡିଷ୍ଟ୍ରିବ୍ୟୁଟ୍ ଦ ସୁଇଟ୍ ବିଟୱିନ୍ ରାମ ଆଣ୍ଡ ଶ୍ୟାମ, ତ ମୁଁ ମିଷ୍ଟାନ୍ନ ବାଣ୍ଟିବା କଥା ମୁଁ ଏଠାରେ କହୁଛି କି ଡିଷ୍ଟ୍ରିବ୍ୟୁଟ୍ ଦ ସୁଇଟ୍ କାହା ମଧ୍ୟରେ ବାଣ୍ଟିବାକୁ କହୁଛି? ରାମ ଆଣ୍ଡ ଶ୍ୟାମ ମଧ୍ୟରେ ବାଣ୍ଟିବାକୁ କହୁଛି। ତ ରାମ ଆଣ୍ଡ ଶ୍ୟାମ ଦୁଇଟି ବ୍ୟକ୍ତି ବିଶେଷ ହୋଇଥିବାରୁ ତାଙ୍କ ପୂର୍ବରୁ ବିଟୱିନ୍ର ୟୁଜ୍ କରାଗଲା। କିନ୍ତୁ ମୁଁ ସେହି ଜାଗାରେ ଯଦି ମୁଁ କହିଲି ଡିଷ୍ଟ୍ରିବ୍ୟୁଟ୍ ଦ ସୁଇଟ୍ସ among all the students of the class, all the students of the class ଦୁଇରୁ ଅଧିକ ଛାତ୍ରକୁ ବୁଝାଯାଉଛି। ସେଥିପାଇଁ ଏହି ଷ୍ଟୁଡେଣ୍ଟମାନଙ୍କ ପୂର୍ବରୁ ବିଟୱିନ୍ ୟୁଜ୍ ନ ହୋଇ ଏମଙ୍ଗର ୟୁଜ୍ କରାଯାଇଛି। ଡିଷ୍ଟ୍ରିବ୍ୟୁଟ୍ ଦ ସୁଇଟ୍ସ among all the students of the class।
तो दुईटी व्यक्ति विषय रे आलोचना करुथिले सेठारे बिटवीन और दुई रु अधिक व्यक्ति विषय रे आलोचना करुथिले एमंग रो यूज होई थाए। किछिटा कॉन्सेप्ट करिबा। हु इज मोर ब्यूटीफुल डैश टू सिस्टर एमंग और बिटवीन। तो टू सिस्टर बा दुईटी व्यक्तिर कथा कहा जाइछि, दुईटी भौणीर कथा कहा जाइछि, सेथिपई एठारे बिटवीन रो यूज हेबो, बिटवीन टू सिस्टर। सेकेंड, हु इज द टॉलेस्ट बॉय डैश योर फ्रेंड्स। तो एठारे कहिछि कि तुम सांग मानंक मध्यरे केउटी सबुठारु डेंगा पिला अटे। तो एठारे दुई रु अधिक लोकंक कथा कहा जाइछि, जेहेतु एठारे फ्रेंड्स देइछि सेथिपई एठारे योर फ्रेंड्स पूर्वरु एमंग रो यूज हेबो। हु इज द टॉलेस्ट बॉय एमंग योर फ्रेंड। इफ यू हैव टू चूज डैश सुभाष एंड हरीश यू चूज होम। जदि तुमको सुभाष और हरीश विषय मध्यरु जणे को बाछिबाकू हुए तो तुमे काहाकू बाछिबो। तो सुभाष और हरीश दुई जन को बुझा जाउछि। जेतेबेले दुई जनक विषय रे कहा जाई थाए तो सेतेबेले बिटवीन रो यूज होई थाए। तो एठारे हेबो इफ यू हैव टू चूज बिटवीन सुभाष एंड हरीश यू चूज होम। तो यह थिला आजिर क्लास। यह थिला किछि इम्पोर्टेंट प्रिपोजिशन, जो प्रिपोजिशन आम आपण मानंकु कन्फ्यूज रे पकाई थाए। तो जदि क्यों प्रिपोजिशन बाबद रे किछि भी डाउट रहिला तो ताहा आपण कमेंट बॉक्स रे आम मानंकु जणांतु। पुणी सही प्रिपोजिशन को नहीं आउ गोटे क्लास आमे करिबा। तो यह आम प्रिपोजिशनटा बहुत बड़ चैप्टर, तो गोटे क्लास रे सारिबा यह संभव नुहे। तो सेथिपई आउ केतोटी प्रिपोजिशन कन्फ्यूजिंग प्रिपोजिशन को नहीं आउ गोटे क्लास करिबा। किंतु आजिर पई एतिकी, जदि आउ बेसी कला तो क्लास आउ लेंदी होई जिवो। तो सेथिपई आजि पई एतिकी रे रहिबा। पुणी नेक्स्ट क्लास रे देखा हेबो। थैंक यू।